সারুর মুষ্টিক প্রস্তুত ଅଛି এই মন্ত্রী আও ତୁ ମତେ କିଛି କରିପାରିବୁନି କଂସ ତୁ ମତେ କିଛି କରିପାରିବୁନି କାରଣ ମୋ ଶରୀର ନୁହେଁ ତୋର ଛାୟା ମୋ ପ୍ରାଣ ନୁହେଁ ତୋର ପ୍ରତିବିମ୍ବ ତାହେଲେ ଆଜି ପର୍ଯ୍ୟନ୍ତ ଯାହା ଯାହା କରିଗଲୁ ତାହା କଣ ଉଚିତ କରିଛୁ ଯାହା କରିଯାଇଛି ପୁରାଣ ପୃଷ୍ଠାରେ ସବୁ ଯାକ ଉଚିତ କରିଛି ମହାରାଜା କଂସ। ଦେବକୀ ପରା ତୋର ଭଗିନୀ ଅଳି ଅଳ ସୁକୁମାରୀ ତାକୁ ବନ୍ଦୀ କଲୁ ଅନ୍ଧକାର କାରାକୁ ଏହି ନିକ୍ଷେପି ତୁ କଣ ଅନ୍ୟାୟ କରିନାହ କଂସ ଅନ୍ୟାୟ ହେ ହେ ହା 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 କିଏ କରିଛି ଅନ୍ୟାୟ? ତୁ କରିଛୁ ତାହେଲେ କୁହ ଛାୟା କି ଅନ୍ୟାୟ କରିଅଛି ମୁହିଁ? ତୁ ଦୃଢ଼ ହେଇଗଲୁ ତୁ ନିଷ୍ଠୁର ହେଇଗଲୁ ଭାଇ ଭଉଣୀ ଭିତରେ ତୁ ସମ୍ପର୍କର ଅଣାବିଳ ସମ୍ପର୍କକୁ ଭାଙ୍ଗିଦେଲୁ ଆଜି ଭାଇ ଭଉଣୀରେ ଅନ୍ତରା ସୃଷ୍ଟି କଲା କି? ଆଜି ଏ କଂସକୁ ନିଷ୍ଠୁର କଂସ ରାକ୍ଷସ କଲା କି? ଏଇ ସେଇ ଦେବବାଣୀ। ତାହେଲେ ତୁ କହିବାକୁ ଚାହୁଁଛୁ ଆପଣାର ଉଦ୍ଦେଶ୍ୟ ସାଧନ ନିମନ୍ତେ ଦେବତା ମାନେ ତତେ ଆୟୁଧ ରୂପେ କରୁଛନ୍ତି ବ୍ୟବହାର ମତେ ଆୟୁଧ ରୂପେ କରିଛନ୍ତି ବ୍ୟବହାର। ଏଇ ସେଇ କୁଚକ୍ରୀ ଦେବତା ମଣ୍ଡଳୀ ଷଡ଼ଯନ୍ତ୍ରକାରୀ ଦେବତା ମଣ୍ଡଳୀ ମହାଭାରତ ପୃଷ୍ଠରେ ମୋ ମହାନାୟକ ମତେ ଖଳନାୟକ ଶୁଣେଇଛନ୍ତି ଦେବତା ମଣ୍ଡଳୀ। ଅଭିମାନ କରୁଛୁ କଂସ ଅଭିମାନ ନୁହେଁ ବିଦ୍ରୋହ ବି କରୁଛି। ଅଭିମାନ ହେଉ କି ବିଦ୍ରୋହ ହେଉ ଅଭିମାନ ହେଉ କି ବିଦ୍ରୋହ ହେଉ ପ୍ରଜାବତ୍ସଳ ମହାନୁଭବ ଉଗ୍ରସେନଙ୍କୁ ଲଙ୍ଘିତ କରିଛୁ ଭର୍ଷିତ କରିଛୁ ବୃଦ୍ଧ ପିତାଙ୍କୁ ନିର୍ଯାତନା ଦେଲୁ ଏହା କଣ ଉଚିତ କଲୁ କଂସ? ଏ ମୂର୍ଖ ଛାୟା ପିତା ଥିଲେ ଯେ ସରଳ ଯେ ମହାନ ବ୍ୟକ୍ତି ବୃଦ୍ଧ ଅବସ୍ଥାରେ ତାଙ୍କର ରାଜୁତିରେ କିଛି ଯଦି ତ୍ରୁଟି ଘଟିଯିବ ତେଣୁ ସେଇ ଦୁର୍ବଳତାର ସୁଯୋଗ ନେଇ ଗୋଟେ ଉତ୍ତମ ପୁତ୍ରର ପିତାର ସମସ୍ତ ବୋଝକୁ ମୁଁ ମୁଣ୍ଡରେ ନେଲି ଆଉ ଗୋଟେ ଉତ୍ତମ ପୁତ୍ରର କାର୍ଯ୍ୟ କରିଅଛି ଛାୟା। ବୃଦ୍ଧ ପିତାଙ୍କୁ କଟୁଆଳ ସଜାଇ ଉତ୍ତମ ପୁତ୍ରର ପରିଚୟ ଦଉଛୁ ଆଜି ଉତ୍ତମ ପୁତ୍ରର ପରିଚୟ ଦେଇଅଛି ତ୍ରିଭୁବନ ବିଜୟ କଂସ। କିନ୍ତୁ କଂସ ନା ଶୁଣିଲେ এই মথুরার প্রজা মানে কাহিঁকি হেউଛନ୍ତି আতঙ্কিত আতঙ্ক এ কংস শাসন নিষ্ঠুর